उत्तराखंडर पिथौरागढ़ जिले में अवस्थित लोकप्रिय पहाड़ू अदृश्य हो जाइछि ओम। ए घटना सामना को आसिबा परे एबे नानादी चर्चा आरंभ हो जाइछि। ओम हेउछि एक पवित्र शृंग। हिमालय पर्वतमाला अवस्थित यह पवित्र शृंग भारत नेपाल तिब्बत सीमा निकटू प्राय 6000 मीटर उच्चतार अवस्थित। ଏହି पर्वत ଶୃଙ୍ଗ ଏହାର ଏକ ପ୍ରାକୃତିକ ରୂପରେ ଜମା ହେଉଥିବା ତୁଷାର ଢାଞ୍ଚା ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ, ଯାହା ଏହାର କଳା ପଥର ମୁହଁରେ ପବିତ୍ର ହିନ୍ଦୁ ପ୍ରତୀକ ଓମ୍ ଗଠନ କରିଥାଏ। ଉତ୍ତରାଖଣ୍ଡର ପିଥୌରାଗଡ଼ରେ ଅବସ୍ଥିତ ଓମ୍ ପର୍ବତରେ ତୁଷାର ପୁଣି ତରଳି ଯାଇଛି। ଏହାର ପ୍ରାକୃତିକ ଓମ୍ ଆକୃତି ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ଏହାର ପୂର୍ବରୁ ଗତ 2024ରେ ଓମ୍ ପର୍ବତରେ ରହିଥିବା ତୁଷାର ମଧ୍ୟ ଅଳ୍ପ ସମୟ ପାଇଁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଇଥିଲା, ଯାହା ଓମ୍ ଆକୃତିକୁ ଅସ୍ପଷ୍ଟ କରିଦେଇଥିଲା। ବିଶେଷଜ୍ଞ ଏବଂ ପରିବେଶବିତ୍ ଏହି ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। କମ୍ ତୁଷାରପାତ, ବୃଦ୍ଧି ପାଉଥିବା ତାପମାତ୍ରା, ଯାନବାହନ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଭଳି କାରଣରୁ ଏପରି ହେଉଥିବା କୁହାଯାଉଛି। ହେଲେ କ'ଣ ହିମାଳୟ ପର୍ବତମାଳାରେ ଅବସ୍ଥିତ ଏହି ପବିତ୍ର ଶୃଙ୍ଗରୁ ପୁଣି ଥରେ ଓମ୍ ଆକୃତି ତୁଷାର ଉଭାନ ହେବା ସହ କିଛି ଗୁରୁତ୍ୱପୂର୍ଣ୍ଣ ସଂକେତ ଦେଉଛି? ହିମାଳୟର ଆଶ୍ଚର୍ଯ୍ୟଜନକ ଶୃଙ୍ଗ ଓମ୍ ପର୍ବତ ପ୍ରାୟ 6000 ମିଟର ଉଚ୍ଚତାରେ ଅବସ୍ଥିତ। ଓମ୍ ପର୍ବତ ହିମାଳୟର ସବୁଠାରୁ ଆଶ୍ଚର୍ଯ୍ୟଜନକ ଶୃଙ୍ଗ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ତୁଷାର ଜମାଟ ବାନ୍ଧିବା ଦ୍ୱାରା ପ୍ରାକୃତିକ ଭାବେ ଏକ ଓମ୍ ଲେଖା ହୋଇଥିବା ଆକୃତି ସୃଷ୍ଟି କରିଥାଏ। ଏହି ଆକୃତି ଏହି ପର୍ବତକୁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳର ମାନ୍ୟତା ଦେଇଛି। ହେଲେ ବାରମ୍ବାର ଓମ୍ ଆକୃତିର ତୁଷାର ଉଭାନ ହେବା ଅନେକ ପ୍ରଶ୍ନ ଉଠାଉଛି। ସମସ୍ତେ ଭାବୁଛନ୍ତି ଯେ ଏହା କେବଳ ଜଳବାୟୁ ପରିବର୍ତ୍ତନର ଫଳାଫଳ, ନା ହିମାଳୟ ଅଞ୍ଚଳରେ ବର୍ଦ୍ଧିତ ତାପମାତ୍ରା, ତୁଷାରପାତ ହ୍ରାସ, ମାନବୀୟ କାର୍ଯ୍ୟକଳାପ ଏବଂ ପରିବେଶ ଚାପ ଏହା ପଛର ମୁଖ୍ୟ କାରଣ। ଗତ ବର୍ଷ ଯେତେବେଳେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା, ସେତେବେଳେ ବିଶେଷଜ୍ଞ ଏହାକୁ ଜଳବାୟୁ ପରିବର୍ତ୍ତନ ଏବଂ ବର୍ଦ୍ଧିତ ତାପମାତ୍ରା ସହ ଯୋଡ଼ି ଚିନ୍ତା ପ୍ରକଟ କରିଥିଲେ। ହେଲେ ତଥାପି ତୁଷାରପାତ ପରେ ଓମ୍ ଆକୃତି ପୁନର୍ବାର ଦୃଶ୍ୟମାନ ହୋଇଥିଲା। ଓମ୍ ପର୍ବତରୁ ବାରମ୍ବାର ତୁଷାର ଅଦୃଶ୍ୟ ହୋଇଯିବା କ'ଣ ହିମାଳୟ ପର୍ବତମାଳାର ପରିବେଶରେ ହେଉଥିବା ପରିବର୍ତ୍ତନର ସଂକେତ କି? ବିଶେଷଜ୍ଞଙ୍କ କହିବା ଅନୁସାରେ ବିଗତ କିଛି ବର୍ଷ ମଧ୍ୟରେ ହିମାଳୟର ଉପର ଭାଗରେ ଶୀତକାଳୀନ ତୁଷାରପାତ ଏବଂ ପ୍ରାକ୍ ମୌସୁମୀ ବର୍ଷା ପରିମାଣ ହ୍ରାସ ପାଇଛି। ଏହା ବ୍ୟତୀତ ବୈଜ୍ଞାନିକ ଏହା କହିଛନ୍ତି ଯେ ବିଶ୍ୱ ତାପନ ବା ଗ୍ଲୋବାଲ ୱାର୍ମିଂ ମଧ୍ୟ ପର୍ବତ ଉପରେ ଦ୍ରୁତ ପ୍ରଭାବ ପକାଉଛି। ଉଚ୍ଚତା ବୃଦ୍ଧି ହେବା ସହ ସୂର୍ଯ୍ୟଙ୍କ ତାପ ଏବଂ ପର୍ବତ ଉପରେ ବିକିରଣ ବୃଦ୍ଧି ପାଉଛି, ଯାହା ଫଳରେ ଋତୁକାଳୀନ ତୁଷାରପାତ ବଜାୟ ରହିବା କଷ୍ଟକର ହୋଇପଡ଼ୁଛି। ବ୍ୟୁରୋ ରିପୋର୍ଟ, ସ୍ୱର୍ଣ୍ଣ ନ୍ୟୁଜ୍।